ଶକ୍ତି ସୌରଭ ଆମରି ସତ୍ୟ ପ୍ରାୟୋଜିତ ଶକ୍ତି ସୌରଭ ଏକ ନିଆରା କାର୍ଯ୍ୟକ୍ରମର ଏକ ନିଆରା ଅଧ୍ୟାୟକୁ ସମସ୍ତଙ୍କୁ ସ୍ୱାଗତ କରୁଛି। ମୁଁ ରମାକାନ୍ତ ମିଶ୍ର। ପ୍ରିୟ ଦର୍ଶକ ବନ୍ଧୁ, ଶ୍ରୋତା ବନ୍ଧୁ, ଶକ୍ତି ସୌରଭ କାର୍ଯ୍ୟକ୍ରମ ଆପଣମାନଙ୍କର ଆଗ୍ରହ, ସମାଦର, ଶ୍ରଦ୍ଧା ଇତ୍ୟାଦିକୁ ଆଥେୟ କରି ଆଗେଇ ଚାଲିଛି। ଆଜି ଏଇ 17ତମ ଅଧ୍ୟାୟ ବା ମହକ ଭାବରେ ମୁଁ ମହାତ୍ମାମାନଙ୍କ ବଚନର ସତ୍ୟତା ଏବଂ ମହତ୍ଵ ସମ୍ପର୍କରେ କିଛି ଆଲୋକପାତ କରିବା ପାଇଁ ଯାଉଛି। ମହାକବି କାଳିଦାସ ତାଙ୍କର ରଚନାରେ ଲେଖିଛନ୍ତି, ଉଦୟତି ଯଦି ଭାନୁ ପଶ୍ଚିମେ ଦିଗି ବିଭାগে, বিকশতি যদি পদ্মম পর্বতানাং শিখাগ্রে, প্রচলতি যদি মেরু শীততাং জাতি বহ্নি, ন ছলতি খলু বাক্যম সজ্জনানাং কদাচিৎ। শ্লোকর ସାରମର୍ମ ଏହା ସଜ୍ଜନ ମାନଙ୍କର, ଯେଉଁମାନେ ପୁଣ୍ୟାତ୍ମା, ମହାତ୍ମା, ସାଧୁ ବ୍ୟକ୍ତି, ସତ୍ୟପରାୟଣ, ସେମାନଙ୍କ ବଚନର ମହତ୍ଵ କ'ଣ ଏ ଶ୍ଲୋକରେ ତାହା ହିଁ ପ୍ରତିପାଦିତ ହୋଇଅଛି। କବି କହୁଛନ୍ତି, ଉଦୟତି ଯଦି ଭାନୁ পশ্চিমে দিগি বিভাগে, ভানু পশ্চিমে দিগি বিভাগে যদি উদয়তি, পুনশ্চ মেরু যদি প্রচলতি, বহ্নি যদি শীততাম জাতি, সজ্জনানাং বাক্যম খলু ন চলতি। ଏହା କହିବାର ଅର୍ଥ, ପ୍ରତ୍ୟେକ ଦିନ ପୂର୍ବ ଆକାଶରେ ଉଦୟ ହେଉଥିବା ସୂର୍ଯ୍ୟ ଏ ପଶ୍ଚିମ ଆକାଶରେ ଉଦୟ ହୋଇପାରେ, ଏ ଅସମ୍ଭବ ସମ୍ଭବ ହେଇପାରେ। ସେହିପରି ପୁଷ୍କରିଣୀର ଗଭୀର ଜଳ ମଧ୍ୟରେ ଅଙ୍କ ଭିତରେ ଫୁଟୁଥିବା ପଦ୍ମ, ଇଏ ପର୍ବତ ଉପରେ ଫୁଟିପାରେ। ମେରୁ ପର୍ବତ, ସୁମେରୁ ପର୍ବତ ଯାହା ସ୍ଥିର ଅଟଳ, ସେହି ପର୍ବତ ଟଳି ଯାଇପାରେ। ଶୀତତାମ୍ ଜାତି ବହ୍ନି, ବହ୍ନି ବୋଲେ ଅଗ୍ନି, ଅଗ୍ନି ଶୀତତାମ୍ ଶୈତ୍ୟ ଗୁଣକୁ, ଥଣ୍ଡା ଗୁଣକୁ ଗ୍ରହଣ କରିପାରେ ବା ଅଗ୍ନି ଶୀତଳ ଲାଗିପାରେ। କିନ୍ତୁ ନଚଳତି ଖଳୁ ବାକ୍ୟମ୍ ସଜ୍ଜନାନାଂ କଦାଚିତ୍। ଯେଉଁମାନେ ସଜ୍ଜନ, ସାଧୁ ଜନ, ସେମାନଙ୍କର ବାକ୍ୟମ୍, ବାକ୍ୟ କହିଲେ ବଚନ, ସେମାନଙ୍କର ବଚନ କେବେ ହେଲେ ଟଳିବ ନାହିଁ। କହିବାର ଅର୍ଥ, ସଜ୍ଜନ ମାନେ, ସାଧୁଜନ ମାନେ ଯାହାକୁ ଯେଉଁ ବଚନ ଦେଇଥିବେ, ନିଜ ପ୍ରାଣକୁ ଅର୍ପଣ କରି ମଧ୍ୟ ସେଇ ବଚନ ସେମାନେ ପାଳନ କରିବେ। ବଚନ ପାଳନ ନ କରି ସାଧୁମାନେ କେବେ ହେଲେ ଶାନ୍ତ ଭାବରେ ରହିପାରିବେ ନାହିଁ, ସେମାନଙ୍କ ହୃଦୟ ଶାନ୍ତି ଲାଭ କରିବ ନାହିଁ।
ଯାହାକୁ ଯୋଉ କଥା ଦେଇଥିବେ, ଯୋଉ ସତ୍ୟ ସ୍ୱୀକାର ଦେଇଥିବେ, ସେମାନେ ସେଇ ସତ୍ୟକୁ ବା ସେଇ ବଚନକୁ ନିଶ୍ଚିତ ପାଳନ କରିବେ। ହୁଏତ ପୂର୍ବ ସୂର୍ଯ୍ୟ ପଶ୍ଚିମରେ ଉଦୟ ହେଇପାରେ, ପର୍ବତ ଶିଖରରେ ପଦ୍ମ ଫୁଟିପାରେ, ନିଆଁ ହାତକୁ ଥଣ୍ଡା ଲାଗିପାରେ, ମେରୁ ପର୍ବତ ଟଳି ଯାଇପାରେ, କିନ୍ତୁ ମହତ ବଚନ କେବେ ଟଳିବ ନାହିଁ। ଏଇଟା ହଉଛି ମହତ୍ ପୁରୁଷ ମାନଙ୍କର ବଚନର ବିଶେଷତ୍ୱ। ଅନ୍ୟତମ ଶ୍ଲୋକ ସମସ୍ତେ ତୁଣ୍ଡେ ତୁଣ୍ଡେ ବି କହନ୍ତି, ତାପରେ ମୁଁ ଟିକେ କହୁଛି। ସତ୍ୟ ସାର ମନୁଷ୍ୟାଣାଂ ବାଚ ସାର ମହୀପତେ ବାଚ ବିସ୍ଫଳିତା ଯେନ ତେନ ସୁକୃତ ହାରିତମ୍। ଏ ଶ୍ଲୋକରେ କୁହାଯାଉଛି ମାନବ ଜୀବନରେ ସତ୍ୟଟା ହଉଛି ସାର, ସତ୍ୟଟା ହଉଛି ଶ୍ରେଷ୍ଠ, ଏବଂ ବଚନବଦ୍ଧତା, ସବୁ ବଚନ ଦେଇଥିବେ, ସବୁ ପ୍ରତିଜ୍ଞା କରିଥିବେ, ସବୁ ଶପଥ ନେଇଥିବେ, ସେ ବଚନକୁ ପୂରଣ କରିବା ହଉଛି ସେମାନଙ୍କ ଜୀବନର ସାର। ଯେଉଁମାନେ ନିଜ ସତ୍ୟ ବା ସ୍ୱୀକାର କରିଥିବା ବଚନରୁ ବହିର୍ଭୂତ ହେଇଯାଆନ୍ତି, ନିଜ କଥାକୁ, ନିଜ ସତ୍ୟକୁ ଯେଉଁମାନେ ପାଳନ କରନ୍ତି ନାହିଁ, ସେମାନେ ଜୀବନର ସମୁଦାୟ ପୁଣ୍ୟକୁ ହରେଇ ବସନ୍ତି। ସେମାନଙ୍କ ଜୀବନର ଯାବତୀୟ ପୁଣ୍ୟ ସିଏ ତାଙ୍କର ଦୂର ହେଇଯାଏ। ଏଣୁ ଏଠି କହିବାର ତାତ୍ପର୍ଯ୍ୟ, ସେ ତେନ ସୁକୃତ ହାରିତମ୍। ମାନବ ସାରା ଜୀବନରେ ଲାଗି 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 କେତେ ସୁକୃତ, ସୁକୃତ କହିଲେ ଧର୍ମ ବା ପୁଣ୍ୟ, କେତେ ପୁଣ୍ୟ ଅର୍ଜନ କରିଥିବ। ଥରେ ଯଦି ନିଜେ ବଚନ ହରା ହେଇଗଲା, ସତ୍ୟ ସ୍ୱୀକାରକୁ ଭୁଲିଗଲା, ତାହେଲେ ତା ଜୀବନ ଯାକର ପୁଣ୍ୟ ସବୁ ଚାଲିଯିବ। ଏଣୁ ଯେଉଁମାନେ ମହାତ୍ମା, ଯେଉଁମାନେ ପୁଣ୍ୟାତ୍ମା, ଯେଉଁମାନେ ସାଧୁ ପୁରୁଷ, ଏମାନେ ନିଜର ବଚନ ପାଳନ କରିବା ପାଇଁ ସର୍ବଦା ଚେଷ୍ଟିତ ଥାନ୍ତି। ଏ ସମ୍ପର୍କରେ ମୁଁ ଗୋଟିଏ ପଦ ଉଦ୍ଧୃତି ଆପଣମାନଙ୍କୁ ଦେବାକୁ ଚାହେଁ। କବି ଗଙ୍ଗାଧର ମେହେରଙ୍କର ରଚନା ଭିତରୁ କବି ଗଙ୍ଗାଧର ମେହେର ଗୋଟିଏ ପଦ ଲେଖିଛନ୍ତି। ହାତୀ ଦାନ୍ତ ପରି ମହତ ବଚନ ବାହାରିଲେ ନ ଘୁଞ୍ଚଇ, କୁର୍ମ ଶିର ପରି ଇଥର ବଚନ ଥରକୁ ଥର ଲୁଛଇ। ଆପଣ ଦେଖନ୍ତୁ, ସାଧୁ ମହାତ୍ମା ମହଜ୍ଜନମାନ ମାନେ ଏବଂ ଅନ୍ୟ ସାଧାରଣ ଲୋକ, ଏମାନଙ୍କ ଭିତରେ କ'ଣ ପାର୍ଥକ୍ୟ ରହିଛି, କ'ଣ ପ୍ରଭେଦ ରହିଛି? କହୁଛନ୍ତି କବି, ଗଜ ଦନ୍ତ ପରି, ହାତୀର ଦାନ୍ତ ପରି ମହତ ଲୋକର ବଚନ ବାହାରିଲେ ନ ଘୁଞ୍ଚଇ। ହାତୀ ଦାନ୍ତ ଯେତେବେଳେ ଥରେ ବାହାରକୁ ଆସିଛି, ତା ମୁହଁର ଲମ୍ବା ଲମ୍ବା ଦିଟା ଦାନ୍ତ ଯଦି ବାହାରକୁ ବାହାରି ଯାଇଛି, ସିଏ ଯାହା ହେଇଯାଉ ପଛେ, ସେ ଦାନ୍ତ ଭାଙ୍ଗି ଯାଉ ପଛେ, ସିଏ ଆଉ ପାଟି ଭିତରକୁ ପଶିକି ଲୁଚିବ ନାହିଁ। ତେଣୁ ମହତ ପୁରୁଷର କଥା ଏଇପରି, ହାତୀ ଦାନ୍ତ ପରି, ଆହା ବାହାରକୁ ବାହାରି ଯାଇଥିଲେ ମଧ୍ୟ, ବାହାରିଛି ତୁଣ୍ଡରୁ ବାହାରି ଯାଇଛି, ସେମାନେ ତାକୁ ପାଳନ କରିବେ, ଆଉ ତାକୁ ଢୋକିଦେବେନି। ସେ କଥାକୁ ଭୁଲିଯିବେ ନାହିଁ, ବା କଥାଟାକୁ କହି ପାଳନ ନ କରିବା, ଏ କଥା କେବେ ହେବ ନାହିଁ। କିନ୍ତୁ ଅନ୍ୟମାନଙ୍କର ଯୋଉ କଥା
ଅନ୍ୟ ସାଧାରଣ ମାନଙ୍କର କଥା ଉର୍ମଶିର ପରି ଇତର ବଚନ, ଇତର ମାନେ ଅନ୍ୟ ଲୋକଙ୍କର କଥା ଗୁଡ଼ିକ ଉର୍ମଶିର ପରି, ଉର୍ମ କହିଲେ କଚ୍ଛପ କଇଁଚ, ଶିର କହିଲେ ମୁଣ୍ଡ, ଏ କଇଁଚ ମୁଣ୍ଡ ପରି ଅନ୍ୟମାନଙ୍କର କଥା ଏ ଥରକୁ ଥର ଲୁଚ, ବାହାରକୁ ଯାଉଥିବ ପୁଣି ଭିତରକୁ ଆସୁଥିବ, ବାହାରକୁ ଯାଉଥିବ ପୁଣି ଖୋଳ ଭିତରକୁ ପଳେଇ ଆସୁଥିବ। ସେହିପରି ସମାଜରେ ଅନେକ ଲୋକ ଅଛନ୍ତି ଯେଉଁମାନେ କଥା କହନ୍ତି ଆଉ ପାଳନ କରନ୍ତି ନାହିଁ। ଯେଉଁମାନଙ୍କୁ ଏମାନେ କଥା ଦେଇଥାନ୍ତି, ବଚନ ଦେଇଥାନ୍ତି, ଯଦି ଏମାନେ କେବେ ପଚାରନ୍ତି ତାହେଲେ ଏ କଇଁଛ ସେମିତି ମୁଣ୍ଡକୁ ଭିତରକୁ ନେଇଯା, ଏହିପରି ନିଜ କଥାକୁ ରୋକି ଦିଅନ୍ତି ଏବଂ ବାର କଥା କହିକିରି ଭୁଲେଇ ଦିଅନ୍ତି। ଏଇଟା ଅନ୍ୟ ଲୋକର ପ୍ରକୃତି। କିନ୍ତୁ ସାଧୁ ଜନ, ମହତ୍ ଜନ, ଆର ଯୋଉ କଥା ମୁହୂର୍ତ୍ତରେ ବାହାରିଲା ଅତିଦାନ୍ତ ପରି ଆଗକୁ ଯିବ, ସେ କେବେ ପଛକୁ ଯିବ ନାହିଁ। ଏଣୁ ମାନବ ସମାଜ ଭିତରେ ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କ ଆଗରେ ଯେଉଁ ବଚନ ଦେଇଥାଏ ତାକୁ ପାଳନ କରିବା ହେଉଛି ମାନବର ସର୍ବଶ୍ରେଷ୍ଠ ଧର୍ମ। ଯଦି ବଚନଟା ନ୍ୟାୟ ପାଇଁ ଉଦ୍ଦିଷ୍ଟ, ଯଦି ବଚନଟା ଧର୍ମ ପାଇଁ ଉଦ୍ଦିଷ୍ଟ, ଯଦି ବଚନଟା ସତ୍ୟ ପାଇଁ ଉଦ୍ଦିଷ୍ଟ, ଯେଉଁ ବଚନ ନ୍ୟାୟ ପାଇଁ, ସତ୍ୟ ପାଇଁ, ଧର୍ମ ପାଇଁ ଉଦ୍ଦିଷ୍ଟ, ସେହି ବଚନକୁ ପାଳନ କରିବା ହେଉଛି ମହାତ୍ମା ବା ସାଧୁ ପୁରୁଷର ଲକ୍ଷଣ। ଏମାନେ ତାକୁ ପାଳନ କରନ୍ତି। କିନ୍ତୁ ଚୋରି କରିବା, ଡକାୟତି କରିବା ବା କିଛି ଗୁଣ୍ଡାମି କରିବା ଆଉ ଅନ୍ୟାନ୍ୟ ଅନ୍ୟାୟ ଅନୀତି କର୍ମ କରିବା ପାଇଁ ସବୁ ବଚନ ଦିଆଯାଏ, ଏଗୁଡ଼ାକ ବଚନ ନୁହେଁ, ତାକୁ ବଚନ କୁହାଯିବ ନାହିଁ। କାହିଁକି? ସେଥିରେ ନୀତି ନାହିଁ, ଧର୍ମ ନାହିଁ, ଆଦର୍ଶ ନାହିଁ, ସତ୍ୟ ନାହିଁ, ନ୍ୟାୟ ନାହିଁ, କିଛି ନାହିଁ। ଏଣୁ ମୁଁ ଯାହା କହିଲି, ନ୍ୟାୟ ପାଇଁ, ଧର୍ମ ପାଇଁ, ସତ୍ୟ ପାଇଁ ଉଦ୍ଦିଷ୍ଟ ବଚନ ହିଁ ସର୍ବଦା ସର୍ବାଦୌ ପାଳନୀୟ। ଏ ସମ୍ପର୍କରେ ଗୋଟିଏ ଓଡ଼ିଆ ପଦ ମୁଁ ନିଜର ରଚନାରୁ ପ୍ରକାଶ କରୁଛି। ପଦଟି ହେଉଛି ସତ୍ୟ ଲାଗି ନହଳ ରାଜା କାଟେ ଘୋଡ଼ା ଘାସ, ସତ୍ୟ ଲାଗି ହରିଶ୍ଚନ୍ଦ୍ର ଚଣ୍ଡାଳର ଦାସ, ସତ୍ୟ ଲାଗିতেছি দিনে সাম্রাজ্য মমতা, বুলিলে বনে শ্রীরাম সৌমিত্রী সীতা। এ তো ଆମ ଭାରତୀୟ ପୁରାଣ ରାମାୟଣ ମହାଭାରତରେ ଏ ଆଦର୍ଶ ଆମମାନଙ୍କ ପାଇଁ ଥୁଆ ହେଇଛି। ବଚନବଦ୍ଧତା, ସତ୍ୟବଦ୍ଧତା, ସତ୍ୟକୁ ବଚନକୁ ପାଳନ କରିବା ପାଇଁ ନଳପରି ରାଜା, ସିଏ ପୁଣ୍ୟ ଶ୍ଲୋକ, ସିଏ ବି ଘୋଡ଼ା ପାଇଁ ଘାସ କାଟୁଥିଲେ ଅଯୋଧ୍ୟାପୁରରେ, ଦାସ ଭାବରେ ରହି, ସେବକ ଭାବରେ ରହି। ସେହିପରି ରାଜା ହରିଶ୍ଚନ୍ଦ୍ର ରାଜା, ଅଯୋଧ୍ୟାର ରାଜା, ସତ୍ୟ ରକ୍ଷା ପାଇଁ ସର୍ବସ୍ୱ ହରାଇ ଚଣ୍ଡାଳର ଦାସତ୍ୱକୁ ଗ୍ରହଣ କରି ଶ୍ମଶାନ ରକ୍ଷକ ହେଇଥିଲେ। କାହିଁ ଅଯୋଧ୍ୟା ରାଜସିଂହାସନ ଆଉ କାହିଁ ଚଣ୍ଡାଳର ଦାସତ୍ୱ। ଏତେ ଉଚ୍ଚ ଆସନ, ଏତେ ନିମ୍ନତମ ଆସନକୁ ଭିଡ଼ି ଆଣିଥିଲା କିଏ? ବଚନବଦ୍ଧତା, ସତ୍ୟବଦ୍ଧତା। ସତ୍ୟବଦ୍ଧତା ନିକଟରେ ଯେତେ ନ୍ୟୁନତମ
କର୍ମ ବି କରାଯାଇପାରେ ନିଜର ବଚନକୁ ପାଳନ କରିବା ପାଇଁ। ଆହୁରି ନିକୃଷ୍ଟ କର୍ମ ମଧ୍ୟ କରିଦିଆଯାଇପାରେ। ସେହି ସତ୍ୟ ପାଇଁ ରାମାୟଣ ଆମର ଆଦର୍ଶ ଗ୍ରନ୍ଥ ହେଇଛି। ଭଗବାନ ଶ୍ରୀରାମ, ମା ଜାନକୀ ଏବଂ ଲକ୍ଷ୍ମଣ ଏ ପିତାଙ୍କର ସତ୍ୟ ପାଇଁ ରାମ କଣ କଲେ? ସାମ୍ରାଜ୍ୟ ମମତା, ଅଯୋଧ୍ୟାର ରାଜୈଶ୍ୱର୍ଯ୍ୟ ବିପୁଳ ସାମ୍ରାଜ୍ୟ ପରିତ୍ୟାଗ କରି ସେ ଅରଣ୍ୟରେ ଯାଇ ସନ୍ନ୍ୟାସୀ ହେଇ ରହିଲେ ଏବଂ ସଙ୍ଗରେ ନିଜର ସହଧର୍ମୀ ସୀତା ଏବଂ ସାନୁଜ ଲକ୍ଷ୍ମଣଙ୍କୁ ନେଇ ଯାଇଥିଲେ। ସତ୍ୟ ବା ବଚନବଦ୍ଧତା ନିକଟରେ ରାଜସିଂହାସନ ବି ତୁଚ୍ଛ, ରାଜକ୍ଷମତା ତୁଚ୍ଛ ହେଇଗଲା। ପିତାଙ୍କର ସତ୍ୟ ସ୍ୱୀକାର ମାଙ୍କ ପାଖରେ ତାକୁ ପାଳନ କରିବା ପାଇଁ ଆଦର୍ଶ ପୁତ୍ରର କର୍ତ୍ତବ୍ୟ ଦର୍ଶାଇ ରାମଚନ୍ଦ୍ର ବନବାସୀ ହେଲେ। ଏଣୁ ଆମର ପୁରାଣ ଶାସ୍ତ୍ର ମାନଙ୍କରେ এই ବଚନ ପ୍ରତିବଦ୍ଧତା ଏହା ସମ୍ପର୍କରେ ଅନେକ କଥା ରହିଛି। ସୁତରାଂ ଆମେ ମାନବ ଜୀବନରେ ଅନ୍ତତଃ ପକ୍ଷେ এই ଶ୍ଲୋକରୁ এই ସୌରଭ ଆମେ ଲାଭ କରୁ। ମଣିଷ ଜୀବନର ଗୋଟିଏ ସର୍ବଶ୍ରେଷ୍ଠ ଗୁଣ ହେଉଛି ନିଜର ବଚନକୁ ପାଳନ କରିବା। ଏଣୁ ଆମେ ଯେତେବେଳେ ଯାହା ନିକଟରେ ଯେଉଁ କଥା ଦେଉ ବା ଯେଉଁ ବଚନ ଦେଉ, ତାହା ଦେବା ପୂର୍ବରୁ ଆମର ଶକ୍ତି ଏବଂ ଆମର ସାମର୍ଥ୍ୟ ତାହା ପାଳନ କରିବା ପାଇଁ କେତେ ଅଛି ତାକୁ ବିଚାର କରି ଅନ୍ୟକୁ ଆମେ ବଚନ ଦେବା ଉଚିତ। ଅନ୍ୟଥା ଆମେ ଆମ ବଚନ ପାଳନ କରିପାରିବା ନାହିଁ ଏବଂ ଜୀବନର ଯାବତୀୟ ପୁଣ୍ୟ ଧର୍ମ ଆମର ନଷ୍ଟ ହେଇଯିବ। ଏହି ହେତୁରୁ ମାନବ ଜୀବନରେ ନିଜର ବଚନ, ନିଜର ସତ୍ୟ ଏହାକୁ ପାଳନ କରିବା ହେଉଛି ମାନବର ସର୍ବଶ୍ରେଷ୍ଠ ଧର୍ମ। ଆଜିର ଶକ୍ତି ଏହି ସୌରଭ ଜଗତକୁ ବିତରଣ କରୁଛି। ଏତିକି କହି ଆଜିର ଅଧ୍ୟାୟରୁ ମୁଁ ବିରତ ହେଉଛି। ଜୟ ଜଗନ୍ନାଥ।